भारत विपक्ष प्रथम टी20 मैच रे जिम्बाब्वेर लज्जाजनक पराजय पर क्रिकेट जगत में झड़ सृष्टि हो जाइछि। किंतु प्रकृत झड़ सेतेबेले आसीथिला जेतेबेले वैभव सूर्यवंशी विस्फोरक बैटिंग देखि सचिन तेंदुलकर, वीरेंद्र सहवाग एवं महेंद्र सिंह धोनी भली सीधासलख बीसीसीआई निकटरे बड़ हस्तक्षेप करने को दाबी करथिले। एही क्रिकेट दिग्गज माने गुप्त बैठक पर बीसीसीआई सम्मुख में जो बड़ खुलासा कले एवं वैभव सूर्यवंशी को नहीं जो बड़ निष्पत्ति दाबी कले ताहा शुणिले भल भल लोकंक होश उड़ीजिवो। शेष में वैभव सूर्यवंशी केउं विस्फोरक पाली भारतीय दिग्गज मानकु चकित करदेला एवं बीसीसीआई सामना को एमिति केउं सत्य आसिला आसंतु एही वीडियो रे जानिबा। किंतु ता पूर्व जदि आपण माने वैभव सूर्यवंशी जड़े बड़ फैन होइतिबे तेबे भिडियोटी को लाइक करी आम चैनल को सब्सक्राइब कर दियंतु। वास्तव में बंधुगण, भारत और जिम्बाब्वे मध्य 3 मैच विशिष्ट टी20 सीरीज प्रथम महामुकाबिला हरारे खेला जाइतिला। एही मैच रे प्रथम बैटिंग करी जिम्बाब्वे दल 125 रन संग्रह करथिले। एहा परे जेतेबेले भारतीय दल बैटिंग करबा को आसीथिला सेतेबेले टीम इंडिया पई वैभव सूर्यवंशी मात्र 19 बॉल रे 50 रन रो विस्फोरक पाली खेलिथिले, ଯେଉଁଥିରେ 4ଟି ଚୌକା ଏବଂ 4ଟି ବିଶାଳକାୟ ଛକା ଥିଲା। ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ 263 ଥିଲା, ଯାହା ଅନ୍ତର୍ଜାତୀୟ କ୍ରିକେଟରେ ବହୁତ କମ୍ ଦେଖିବାକୁ ମିଳେ। ତେଣୁ ବନ୍ଧୁଗଣ, ଏହି ପାରିକୁ ଦେଖି ଏବେ ଭାରତୀୟ କ୍ରିକେଟ ଦିଗ୍ଗଜମାନେ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଛନ୍ତି। କାରଣ ଜିମ୍ବାବ୍ୱେ ମାଟିରେ ରନ୍ କରିବା ସବୁବେଳେ ସହଜ ନୁହେଁ, କିନ୍ତୁ ସେଠାରେ ବୈଭବ ସୂର୍ଯ୍ୟବଂଶୀ ଗୋଟିଏ ପ୍ରକାର ଚମତ୍କାର କରି ଦେଖାଇଛନ୍ତି। ଏଠାରେ ବୈଭବ ସୂର୍ଯ୍ୟବଂଶୀ ଜାଣିଛନ୍ତି ଯେ ସେ ଯଦି ଦଳର ନିଜ ସ୍ଥାନ ସ୍ଥାୟୀ କରିବାକୁ ରଖିବାକୁ ପଡ଼ିବ ତେବେ ମାତ୍ର ଟିମ୍ ଇଣ୍ଡିଆକୁ ମ୍ୟାଚ୍ ଜିତାଇବାକୁ ପଡ଼ିବ। କିନ୍ତୁ ବନ୍ଧୁଗଣ, ଗୌତମ ଗମ୍ଭୀରଙ୍କ ବିଷୟରେ ସମସ୍ତେ ଜାଣନ୍ତି ସେ ବୈଭବ ସୂର୍ଯ୍ୟବଂଶୀକୁ ଅଧିକ ସୁଯୋଗ ଦିଅନ୍ତି ନାହିଁ ଆଉ ଭାରତ ଲଗାତାର ମ୍ୟାଚ୍ ହାରୁଥାଏ। କିନ୍ତୁ ଏଥର ଭାରତୀୟ ଦିଗ୍ଗଜମାନେ ସ୍ପଷ୍ଟ କହିଛନ୍ତି। ପ୍ରଥମ ବୟାନ ଆସିଛି ଇରଫାନ ପଠାନଙ୍କର। ସେ କହିଛନ୍ତି ଭାରତୀୟ ଦଳ ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଯେପରି ବ୍ୟବହାର କରୁଛି ତାହା ଜମା ଠିକ୍ ନୁହଁ। ମୋତେ ଲାଗୁଛି ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ରତ୍ୟେକ ମ୍ୟାଚ୍ରେ ସୁଯୋଗ ଦେବା ଉଚିତ। ସେ ଜଣେ ଅତ୍ୟନ୍ତ ବିପଜ୍ଜନକ ବ୍ୟାଟ୍ସମ୍ୟାନ୍। ଯଦି ସେ ପ୍ରତ୍ୟେକ ମ୍ୟାଚ୍ ଖେଳିବେ ତେବେ ଭାରତ ପ୍ରତ୍ୟେକ ମୁକାବିଲା ନିଶ୍ଚିତ ଜିତିବ। ଏହାପରେ ଆଉ ଏକ ବୟାନ ଆସିଛି ସୁନୀଲ ଗାଭାସ୍କରଙ୍କର। ସେ କହିଛନ୍ତି 15 ବର୍ଷ ବୟସରେ ଗୌତମ ଗମ୍ଭୀରକୁ ଆଉ କ'ଣ ଦରକାର? ଏମିତି ଜଣେ ବ୍ୟାଟ୍ସମ୍ୟାନ୍ ଆପଣଙ୍କ ଦଳରେ ଅଛନ୍ତି ଯିଏ ଦେଶ ପାଇଁ ଓପନିଂ କରୁଛନ୍ତି। ଏହାଠାରୁ ବଡ଼ ଗର୍ବର କଥା ଆଉ କ'ଣ ହୋଇପାରେ? ବିସିସିଆଇଙ୍କୁ କହି ବୈଭବ ସୂର୍ଯ୍ୟବଂଶୀକୁ ପ୍ରତ୍ୟେକ ମ୍ୟାଚ୍ରେ ସୁଯୋଗ ଦିଆଯିବା ଉଚିତ। ଏହାପରେ ବନ୍ଧୁଗଣ, ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ବୟାନ ଆସିଛି। ସେ କହିଛନ୍ତି 15 ବର୍ଷ ବୟସରେ ଜିମ୍ବାବ୍ୱେକୁ ଯାଇ ବୈଭବ ଯେପରି ବ୍ୟାଟିଂ କରୁଛନ୍ତି ତାହା ଦେଖି ମୁଁ ସତରେ ଆଶ୍ଚର୍ଯ୍ୟଚକିତ ହୋଇଯାଇଛି। ମୁଁ ବିସିସିଆଇକୁ ଅନୁରୋଧ କରିବି ଯେ ବୈଭବ ସୂର୍ଯ୍ୟବଂଶୀକୁ ପ୍ରତ୍ୟେକ ମ୍ୟାଚ୍ରେ ସୁଯୋଗ ଦିଆଯାଉ। ତାପରେ ବୀରେନ୍ଦ୍ର ସେବାଗଙ୍କ ବୟାନ ଆସିଛି। ସେ କହିଛନ୍ତି ବୈଭବ ସୂର୍ଯ୍ୟବଂଶୀ ଯେତେ ଆଗକୁ ଖେଳିବେ ମୋର ପୂର୍ଣ୍ଣ ବିଶ୍ୱାସ ସେ ସେତେ ବଡ଼ ଏବଂ ଉନ୍ନତ ଖେଳାଳି ହୋଇ ଉଠିବେ। ସେହିପରି ମହେନ୍ଦ୍ର ସିଂହ ଧୋନି ମଧ୍ୟ କହିଛନ୍ତି ବୈଭବ ସୂର୍ଯ୍ୟବଂଶୀ ବିନା ଭାରତୀୟ ଦଳ କିଛି ନୁହେଁ। ଯଦି ଓପନିଂରେ ବୈଭବ ରହିବେ ଏବଂ ଯେତେ ଅଧିକ ଅଭିଜ୍ଞତା ହାସଲ କରିବେ ସେତେ ଅଧିକ ବିପଜ୍ଜନକ ବ୍ୟାଟ୍ସମ୍ୟାନ୍ ହୋଇ ଉଠିବେ। ତେବେ ବନ୍ଧୁଗଣ, ଏହି ସବୁ ବୟାନ ଶୁଣି ସତରେ କ୍ରିକେଟ ଦିଗ୍ଗଜମାନେ ସମସ୍ତଙ୍କର ହୃଦୟ ଜିତି ନେଇଛନ୍ତି। ବାକି ଆପଣ କ'ଣ ଭାବୁଛନ୍ତି? ଦିଗ୍ଗଜମାନେ ଯାହା କହୁଛନ୍ତି ତାହା ଠିକ୍ ନା ଭୁଲ? କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ। ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ଏହି ଭିଡ଼ିଓକୁ ଗୋଟିଏ ଲାଇକ୍ ନିଶ୍ଚୟ କରନ୍ତୁ। ପୁଣି ଦେଖା ହେବ ଆଉ ଗୋଟିଏ ଶାନଦାର ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।